11 ମାର୍ଚ୍ଚ 2026 ବୃଷ ରାଶିର ଜୀବନରେ ଆସୁଛି ବଡ଼ ପରିବର୍ତ୍ତନ। ବୃହସ୍ପତି ମାର୍ଗୀ ହୋଇ ଦ୍ୱିତୀୟ ଭାବରେ ରହୁଛନ୍ତି। ବୃଷ ରାଶିର ଧନ, ପରିବାର, କ୍ୟାରିୟର ଏବଂ ଭାଗ୍ୟରେ କ'ଣ ବଡ଼ ପରିବର୍ତ୍ତନ ଆସିବ, ଆଜିର ଏହି ଭିଡ଼ିଓରେ ଆମେ ସବୁ କଥା ବିସ୍ତୃତ ଭାବରେ ଜାଣିବା। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ଆଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜ୍ଞା ହଁ, 11 ମାର୍ଚ୍ଚ ବୃହସ୍ପତି ମିଥୁନ ରାଶିରେ ମାର୍ଗୀ ହେଉଛନ୍ତି, ଯାହା ବୃଷ ରାଶି ପାଇଁ ଦ୍ୱିତୀୟ ଭାବରେ ଅବସ୍ଥିତ। ଦ୍ୱିତୀୟ ଭାବ ହେଉଛି ଧନ, ପରିବାର, ବାଣୀ, ସଞ୍ଚୟ ଏବଂ ଆର୍ଥିକ ସ୍ଥିରତାକୁ ବୁଝାଏ। ବୃହସ୍ପତି ହେଉଛନ୍ତି ବୃଷ ରାଶି ପାଇଁ ଅଷ୍ଟମ ଏବଂ ଏକାଦଶ ଭାବର ଅଧିପତି। ତେବେ ଚାଲନ୍ତୁ ଜାଣିବା ବୃଷ ରାଶି ପାଇଁ ଏହି ସମୟ କେମିତି ରହିବ। ଦ୍ୱିତୀୟ ଭାବରେ ବୃହସ୍ପତି ମାର୍ଗୀ ହେବା ଧନ ସମ୍ବନ୍ଧୀୟ ବିଷୟରେ ସକାରାତ୍ମକ ପରିବର୍ତ୍ତନ ଆଣିପାରେ। ବିଶେଷ କରି ଆପଣଙ୍କର ଇନକମ୍ ବଢ଼ିପାରେ, ବକେୟା ଟଙ୍କା ମିଳିପାରେ, ସେଭିଙ୍ଗସ୍ ବଢ଼ିବ। କିନ୍ତୁ ବୃହସ୍ପତି ଅଷ୍ଟମ ଭାବର ଅଧିପତି ହେତୁ ହଠାତ୍ କୌଣସି କାମରେ ଅର୍ଥ ଖର୍ଚ୍ଚ ହୋଇପାରେ। ତେଣୁ ଧନ ସଞ୍ଚୟ ଉପରେ ଧ୍ୟାନ ଦେବା ଆବଶ୍ୟକ। ଦ୍ୱିତୀୟ ଭାବ ପରିବାର ସହିତ ମଧ୍ୟ ଜଡ଼ିତ। ଏହି ସମୟରେ ପରିବାରରେ ଶୁଭ ମାଙ୍ଗଳିକ କାର୍ଯ୍ୟ ହୋଇପାରେ, ଘରେ ଖୁସିର ପରିବେଶ ରହିପାରେ। କିନ୍ତୁ ଆପଣଙ୍କର କଥାବାର୍ତ୍ତାରେ କେବେ କେବେ କଠୋରତା ଆସିପାରେ। ତେଣୁ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ବୃହସ୍ପତି ଏକାଦଶ ଭାବର ଅଧିପତି ହୋଇ ଦ୍ୱିତୀୟରେ ଥିବାରୁ କ୍ୟାରିୟରରେ କିଛି ଭଲ ଫଳ ଆଶା କରାଯାଉଛି। ପ୍ରମୋସନର ଯୋଗ ରହିଛି, ସାଲାରୀ ଇନକ୍ରିମେଣ୍ଟ ହେବ, ବିଜନେସରେ ପ୍ରଫିଟ୍, ନେଟୱାର୍କିଂ ବଢ଼ିବାରୁ ନ୍ୟୁ ଅପରଚ୍ୟୁନିଟି ଆସିପାରେ। ଛାତ୍ରଛାତ୍ରୀମାନଙ୍କର ପାଠପଢ଼ାରେ କନସେନ୍ଟ୍ରେସନ୍ ବଢ଼ିବ, କମ୍ପିଟେଟିଭ୍ ଏକ୍ଜାମରେ ସକ୍ସେସ୍ ମିଳିବ। ପେସେନ୍ସର ସହିତ ହାର୍ଡ଼ୱାର୍କ କରିବା ଉଚିତ। ବୃହସ୍ପତି ଅଷ୍ଟମାଧିପତି ହୋଇଥିବାରୁ ହେଲ୍ଥ ଇସ୍ୟୁ, ସଡନ୍ ଏକ୍ସପେନ୍ସେସ୍, ମେଣ୍ଟାଲ ଷ୍ଟ୍ରେସ୍ ମଧ୍ୟ ରହିବ। ମିଥୁନ ରାଶି ହେଉଛି ବୁଦ୍ଧି ଏବଂ କମ୍ୟୁନିକେସନର ରାଶି। ଆପଣଙ୍କ କଥାର ପ୍ରଭାବ ବଢ଼ିବ। ମିଥୁନ ରାଶି ହେଉଛି ବୁଦ୍ଧି ଓ କମ୍ୟୁନିକେସନର ରାଶି। ଆପଣଙ୍କର କଥାର ପ୍ରଭାବ ବଢ଼ିବ। ଯେଉଁମାନେ ଟିଚିଂ ଲାଇନରେ ଅଛନ୍ତି, ପ୍ରଫେସର ଅଛନ୍ତି, ଓକିଲ, ୟୁଟ୍ୟୁବର, ସ୍ପିକର, ସେମାନଙ୍କର ବହୁତ ଭଲ ସମୟ ଆରମ୍ଭ ହେବ। ଆପଣ ନିଜର ବୁଦ୍ଧି ଏବଂ ଯୁକ୍ତି ଦ୍ୱାରା ଲୋକଙ୍କୁ ପ୍ରଭାବିତ କରିପାରିବେ। ବୃହସ୍ପତି ଦ୍ୱିତୀୟରେ ରହି ପଞ୍ଚମ ଦୃଷ୍ଟିରେ ଷଷ୍ଠ ଭାବକୁ ଦେଖୁଛନ୍ତି। ଷଷ୍ଠ ଭାବ ହେଉଛି ରୋଗର ଭାବ, ଋଣର ଭାବ, ଶତ୍ରୁର ଭାବ ଏବଂ କମ୍ପିଟିସନର ଭାବ। ବୃହସ୍ପତିଙ୍କର ଶୁଭ ଦୃଷ୍ଟି ଥିବାରୁ ଆପଣଙ୍କର ଶତ୍ରୁ ଦୁର୍ବଳ ହୋଇଯିବେ। ବିବାଦ ଯଦି କିଛି ଅଛି, ଆପଣଙ୍କ ପକ୍ଷରେ ଫଳ ଆସିପାରେ। କମ୍ପିଟେଟିଭ୍ ଦେଇଥିବା ପିଲାମାନେ ସଫଳତା ପାଇବେ। ଜବ୍ ସେକ୍ଟରରେ ପଦୋନ୍ନତି ରହିଛି କିମ୍ବା ନୂଆ ସୁଯୋଗ ଆସିପାରେ। ଅଫିସ୍ ପଲିଟିକ୍ସ କମିବ। ଆପଣଙ୍କୁ ଈର୍ଷା କରୁଥିବା ଲୋକ ପଛକୁ ହଟିବେ। ସର୍ଭିସ୍ ସେକ୍ଟରରେ ଲୋକମାନଙ୍କୁ ନୂଆ ରେସ୍ପନ୍ସିବିଲିଟି ମିଳିପାରେ। ପୂର୍ବରୁ ଯଦି ଲୋନ୍ ଥିଲା ପରିଶୋଧ ହୋଇଯିବ। ଆର୍ଥିକ ସମସ୍ୟାରୁ ବାହାରିବା ପାଇଁ ନୂଆ ରାସ୍ତା ମିଳିବ। ସ୍ୱାସ୍ଥ୍ୟ ଅବସ୍ଥାରେ କିଛିଟା ସୁଧାର ଆସିବ। ବୃହସ୍ପତି ଯେହେତୁ ଅଷ୍ଟମାଧିପତି ଷଷ୍ଠକୁ ଦେଖୁଛନ୍ତି, ଛୋଟମୋଟ ହେଲ୍ଥ ଇସ୍ୟୁ ତ ରହିବ। ମେଜର ହେଲ୍ଥ ଇସ୍ୟୁ କିଛି ନ ରହିଲେ ବି ଛୋଟମୋଟ ହେଲ୍ଥ ଇସ୍ୟୁ ରହିବ। ବିଜନେସ୍ କରୁଥିବା ଲୋକମାନଙ୍କ ପାଇଁ ନୂଆ ଡିଲ୍ କିମ୍ବା କଣ୍ଟ୍ରାକ୍ଟ ମିଳିପାରେ। କମ୍ୟୁନିକେସନ୍, ଏଜୁକେସନ୍, ମିଡ଼ିଆ, ଅନଲାଇନ୍ ୱାର୍କ ଭଳି କ୍ଷେତ୍ରରେ ଲାଭ ଅଧିକ ରହିବ। ଯେଉଁମାନେ ପାର୍ଟନରସିପ୍ ବିଜନେସ୍ କରୁଛନ୍ତି, ଟିକେ ସାବଧାନ ରହିବେ। ବୃହସ୍ପତିଙ୍କର ଦୃଷ୍ଟି ଅଷ୍ଟମ ଭାବକୁ ତ ରହୁଛି। ଅଷ୍ଟମ ଭାବରେ ବୃହସ୍ପତି ମାର୍ଗୀ ହିଁ ଦେଖୁଛନ୍ତି ନିଜ ଘରକୁ, ଅଷ୍ଟମ ଭାବକୁ। ଅଷ୍ଟମ ଭାବ ହେଉଛି ରହସ୍ୟ, ଗୁପ୍ତଧନ, ଅଚାନକ ପରିବର୍ତ୍ତନର ଭାବ, ଗୁପ୍ତ ଶତ୍ରୁତାର ଭାବ। ତେଣୁ ଅଚାନକ ଧନ ଲାଭର ଯୋଗ ଦେଖାଉଛି। ଇନ୍ସୁରାନ୍ସ ମାଧ୍ୟମରେ ଆୟ ଦେଖାଉଛି। ହିଡେନ୍ ପ୍ରପର୍ଟିରୁ ଆୟର ସମ୍ଭାବନା ମଧ୍ୟ ରହିଛି। କିଛି ଲୋକ ଆଶା କରିନଥିବା ଦିଗରୁ ଅର୍ଥ ପାଇପାରନ୍ତି। ଏହି ସମୟରେ ଅଧିକାଂଶ ଲୋକ ସ୍ପିରିଚୁଆଲିଟି ଆଡ଼କୁ ମୁହାଁଇ ପାରନ୍ତି। ଯେଉଁମାନେ ଆଷ୍ଟ୍ରୋଲୋଜି, ତନ୍ତ୍ରମନ୍ତ୍ର, କର୍ମକାଣ୍ଡ, ଧର୍ମଚର୍ଚ୍ଚା, ପ୍ରବଚକ, ସ୍ପିରିଚୁଆଲ ଫିଲ୍ଡରେ ଇନଭଲ୍ଭ ଅଛନ୍ତି, ସେମାନଙ୍କୁ କିଛି ଅଧିକ ଜ୍ଞାନ ପ୍ରାପ୍ତିର ସୁଯୋଗ ମିଳିବ। କେହି କେହି ଗୁରୁଙ୍କର ଆଶ୍ରିତ ମଧ୍ୟ ହୋଇପାରନ୍ତି। ଧାର୍ମିକ ଅନୁଷ୍ଠାନ ସହିତ ଜଡ଼ିତ ହୋଇପାରନ୍ତି। ସେହିପରି ଅଷ୍ଟମ ଭାବ ହେଉଛି କ୍ରନିକ୍ ଡିଜିଜ୍ ସହିତ ଜଡ଼ିତ। ପୁରୁଣା ରୋଗର ସତର୍କତା, ନିୟମିତ ହେଲ୍ଥ ଚେକଅପ୍ରେ ରହିବା ଆପଣଙ୍କ ପାଇଁ ଭଲ ହେବ। ଆପଣଙ୍କ ଜୀବନରେ କିଛି ଗଭୀର ପରିବର୍ତ୍ତନ ଦେଖାଉଛି। ଚିନ୍ତାଧାରାରେ କିଛି ପରିବର୍ତ୍ତନ ହେବ। ବୃହସ୍ପତିଙ୍କର ଦୃଷ୍ଟି ମଧ୍ୟ ଦଶମ ଭାବକୁ ରହୁଛି। ଦଶମ ଭାବ କର୍ମ ଭାବ, କ୍ୟାରିୟରର ଭାବ, ପଦପ୍ରତିଷ୍ଠାର ଭାବ। ତେଣୁ ଜବ୍ରେ ପ୍ରମୋସନ୍, ନ୍ୟୁ ଜବ୍ ଅପରଚ୍ୟୁନିଟି ଆସିପାରେ। ବିଜନେସରେ ଗ୍ରୋଥ୍ ରହିଛି। ଆପଣଙ୍କର ଇମେଜ୍ ଏବଂ ରେପୁଟେସନ୍
सोसाइटी बढ़ सीनियर माने आपन को सपोर्ट करिपारंती लोकमानक मध्यरे आपन को सम्मान मिलिबो नुआ कामर सुजोग मिलिबो न्यू प्रोजेक्ट रे न्यू रेस्पॉन्सिबिलिटी मिलिबो लीडरशिप रोल मध्य मिलिबो सेहीपरि जो मैंने बिजनेस करुछन्ते से माने लाभवान हेबे कस्टमर्स बढ़िबे बिजनेस एक्सपेंशन करिवार सुजोग आसीबो ओवरऑल जदि कहिबी वृष राशि पई बृहस्पति द्वितीय रे मार्गी हेबा फल रे आर्थिक लाभ सहित सेविंग्स वृद्धि पाइबो कैरियर रे ग्रोथ सांग को सोशल रेस्पेक्ट बढ़िबो स्पिरिचुअल ग्रोथ हेबो सेहीपरि नेगेटिव कथा जदि कहिबी केबे केबे अनएक्सपेक्टेड एक्सपेंसेस मध्य देखा देई पारे हेल्थ उपरे ध्यान देबा दरकार एवं फैमिली रेस्पॉन्सिबिलिटी आपणकर बढ़िबो वृष राशि व्यक्तिविशेष माने प्रतिकार कौन करेंगे गुरुवार उपवास रुहतु भगवान विष्णुकर पूजा करंतु विष्णु सहस्र नामर पाठ करंतु हलदिया वस्त्र हलदी चना डाली कौन सी ब्राह्मण को दान करंतु प्रत्येक गुरुवार दिन बृहस्पति बीज मंत्र को जप करंतु मंत्रटी है ओम ग्रां ग्रीं ग्रौं स गुरवे नमः 108 थर जप करंतु शुभ फल प्राप्ति हेबो बंधुगण यह थिला वृष राशि पई बृहस्पति मार्गीर फलाफल विषय आलोचना जदि भिडियोटी भल लगी थाए तेबे लाइक कमेंट शेयर करिया पई जमारे भी भूलिबे नहीं पुणी आसीबी आउ एक नुआ अध्याय को नहीं से पर्यंत रहुची नमस्कार।